କହିଲେ ଦେଖି ଲିକ୍ର ଓଡ଼ିଆ କ'ଣ କହିପାରିବେନି? ଭାବୁଛନ୍ତି କ'ଣ ଭାବୁଛନ୍ତି? ଓଡ଼ିଆ ଅସ୍ମିତାରେ ଫେଲ୍ ମାରିଗଲେ ବୋଲି ଚିନ୍ତା କରନ୍ତୁନି। ମୁଁ ବି କହିପାରିବିନି। କାହିଁକି? କେତେ ପ୍ରକାର ଲିକ୍ ଅଛି। ମୁଁ ଯେତେବେଳେ ଗାଁରେ ପାଠ ପଢ଼ୁଥିଲି ଥରେ ବାପା କହିଲେ, ଆରେ ଗଲୁ ଆମ ସାଇକେଲର ଯେଉଁ ପଛ ଚକର ଲିକ୍ଟା ମାରିଦେଇକିରି ଆଣିବୁ। ସେଇଦିନ ପ୍ରଥମ କରି ଲିକ୍ ସହିତ ମୋର ପରିଚୟ ହେଇଥିଲା। ତାପରେ ମୁଁ ଗାଁ ଛାଡ଼ିକି ଯାଇଛି ରେଭେନ୍ସାରେ ପାଠ ପଢ଼ିବା ପାଇଁ। ହଷ୍ଟେଲରେ ବି ରହୁଥିଲି। ସେଇଠି ପାଇପ୍ ୱାଟର ବ୍ୟବହାର ମୁଁ କରିଛି। ଗାଁରେ ତ କୂଅ ପାଣି ବ୍ୟବହାର କରୁଥିଲି, ଆଉ ଏ ରେଭେନ୍ସାର ହଷ୍ଟେଲରେ ଜାଣିଲି ପାଇପ୍ ୱାଟର ଲିକ୍ ମଧ୍ୟ ହେଉଛି। ଦ୍ୱିତୀୟ ଥର ପାଇଁ ମୋର ଲିକ୍ ସହିତ ପରିଚୟ ହେଲା। ସେ ରେଭେନ୍ସାରେ ପଢ଼ୁଥିଲା ବେଳେ ଭୋପାଳ ଗ୍ୟାସ୍ ଲିକ୍ ଦୁର୍ଘଟଣା ହେଲା। ଏଇଟା ଗୋଟେ ଜେନେରାଲ ନଲେଜ ଥିଲା। କିନ୍ତୁ ଘରେ ଯେତେବେଳେ ରୋଷେଇ ପାଇଁ ଗ୍ୟାସ୍ ଆସିଲା, ଗ୍ୟାସ୍ ଲିକ୍ ସହିତ ତୃତୀୟ ପରିଚୟ ମଧ୍ୟ ହେଲା। ପାଠପଢ଼ା ସରିଗଲା, ତାପରେ ଚାକିରି ପାଇଁ ପ୍ରସ୍ତୁତି କରିବାକୁ ପଡ଼ିବ ନା। ସେହି ସମୟରେ ଗୋଟେ ଏଥିକ୍ସ ପେପର ଥିଲା। ସେ ଏଥିକ୍ସ ପେପର ପାଇଁ ପ୍ରସ୍ତୁତି କଲାବେଳକୁ ଜାଣିଲୁ ଯେ ସରକାରୀ ବ୍ୟବସ୍ଥାରେ ଲିକ୍, ଶାସନରେ ଲିକ୍, ପ୍ରଶାସନରେ ଲିକ୍, ଜାତୀୟ ସୁରକ୍ଷାରେ ଲିକ୍, ଅନେକ ପ୍ରକାର ଲିକ୍ ମଧ୍ୟ ରହିଛି। ଯେମିତିକି ବର୍ଡ଼ର ସିକ୍ୟୁରିଟି ଫୋର୍ସ ଅଛନ୍ତି, କିନ୍ତୁ ଯେହେତୁ ସେଠି ଲିକ୍ ରହିଛି, ଅନୁପ୍ରବେଶକାରୀମାନେ ଦେଶ ଭିତରକୁ ପଶି ଆସୁଛନ୍ତି ଏବଂ ବିଶୃଙ୍ଖଳା ତିଆରି କରୁଛନ୍ତି। DRDO, ହାଲ୍, ଇସ୍ରୋ, ଏଠି ମଧ୍ୟ ସରକାରୀ ତଥ୍ୟ ଲିକ୍ ହେଇଯାଉଛି। ଇଣ୍ଡିଆନ୍ ଏୟାରଫୋର୍ସ, ନେଭି, ଆର୍ମିର ଅଫିସରମାନେ ହନି ଟ୍ରାପ୍ରେ ଫସୁଛନ୍ତି ଏବଂ ସିକ୍ୟୁରିଟି ଇଣ୍ଟେଲିଜେନ୍ସକୁ ଲିକ୍ କରିଦେଉଛନ୍ତି। ଆଉ ଗୋଟେ କଥା, ସରକାରୀ ବ୍ୟବସ୍ଥାରେ ଲିକ୍, ଟେଣ୍ଡର ପେପର ଲିକ୍ କରିଦେଉଛନ୍ତି ପଇସା ପାଇବା ପାଇଁ, ମାଲେମାଲ ହେବା ପାଇଁ। ଆପଣ ଶୁଣିଥିବେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କ'ଣ କହିଥିଲେ ଯେ ଯେଉଁ ସରକାରୀ ଅନୁଦାନର ଲିକ୍ 75 ନୁହଁ 85% ଲିକ୍ ହେଇଯାଉଛି, ମାତ୍ର 15% ହିତାଧିକାରୀ ପାଖରେ ପହଞ୍ଚୁଛି। ସିଏ ଗୋଟେ ପ୍ରକାର ଲିକ୍। ଏବେ ଆପଣ ଶୁଣିଥିବେ ଆଉ ଗୋଟେ ପ୍ରକାର ଲିକ୍। ସେଇଟା କ'ଣ ନା, ଆମର ଯେଉଁ ନୂଆ ପାର୍ଲାମେଣ୍ଟ ଭବନ ତିଆରି ହେଲା ତା ଛାତରୁ ପାଣି ଲିକ୍ କରୁଛି। ଆଉ ମଧ୍ୟ ଶୁଣିଥିବେ ଯେଉଁ ନୂଆ କରି ରାମ ମନ୍ଦିର ତିଆରି ହେଲା ତା ଗର୍ଭଗୃହରୁ ପାଣି ମଧ୍ୟ ଲିକ୍ ହେଉଛି। ଆଉ ଗୋଟେ ପ୍ରକାର ଲିକ୍ ସରକାର ଆପଣଙ୍କୁ ସବୁବେଳେ ସତର୍କ କରେଇଥାନ୍ତି। କ'ଣ? ଆପଣଙ୍କର ପ୍ରାଇଭେଟ୍ ଡାଟା ଲିକ୍। ଆପଣ ବିଭିନ୍ନ ପ୍ରକାର ଆପ୍ ସବୁ ୟୁଜ୍ କରୁଛନ୍ତି, ଆମାଜନ୍, ଫ୍ଲିପକାର୍ଟ, ମାଇନ୍ତ୍ରା, ଜିଓ, ବିଭିନ୍ନ ଯେତେବେଳେ ଆପ୍ ଆପଣ ୟୁଜ୍ କରୁଛନ୍ତି ସେ ସମୟରେ ଆପଣ ସାଇନ୍ ଅପ୍ କରୁଛନ୍ତି, ଲଗ୍ଇନ୍ କରୁଛନ୍ତି ଆପଣଙ୍କର ମୋବାଇଲ ନମ୍ବର ଏବଂ ଇମେଲ୍ ଦେଇକରି। ଏସବୁ ଡାଟା ଆକ୍ଚୁଆଲି ସେ କମ୍ପାନୀମାନେ ଗୋଟେ ନେଇକରି ଡାଟା ବ୍ୟାଙ୍କ ତିଆରି କରନ୍ତି ଏବଂ ଅନେକ ସମୟରେ ପଇସା ପାଇକରି ଆଉ ଗୋଟେ କମ୍ପାନୀକୁ ଡାଟା ଲିକ୍ କରିଦିଅନ୍ତି। ତେଣୁ ଇଏ ହେଉଛି ଆପଣଙ୍କର ପ୍ରାଇଭେଟ୍ ଡାଟା ଲିକ୍। ଏସବୁ ଲିକ୍ ବାବଦରେ ଆପଣ ଅଳ୍ପ ବହୁତରେ ଜାଣିଲେ। କିନ୍ତୁ ସବୁଠାରୁ ବଡ଼ ଲିକ୍ କ'ଣ? କୋଶ୍ଚିନ୍ ପେପର ଲିକ୍। ଶୁଣୁଛନ୍ତି ନା ନାହିଁ? ଏବେ ଗତ 10 ବର୍ଷ ଭିତରେ କେତେ ଥର ଏଇ କୋଶ୍ଚିନ୍ ପେପର ଲିକ୍ ହେଇଥିବ? ଥରେ, 2 ଥର, 5 ଥର, 10 ଥର, 30 ଥର? ନା, 89 ଥର ହେଲାଣି। କେତେ ପିଲା ଆଫେକ୍ଟେଡ୍ ହେଲେଣି? 6 କୋଟି। ମାନେ ଇଂଲଣ୍ଡର ଜନସଂଖ୍ୟା ଠାରୁ ଆମର ପରୀକ୍ଷାର୍ଥୀମାନଙ୍କର ସଂଖ୍ୟା ଅଧିକ। ସେତିକି ପିଲାମାନେ ଆଫେକ୍ଟେଡ୍ ହେଇସାରିଲେଣି। କେତେ ପିଲା ମଧ୍ୟ ସୁଇସାଇଡ୍ କରି ମଲେଣି। ଆଉ ୟାର ଫାଇଦା ବା ମଜା କିଏ ନେଉଛନ୍ତି? ସେଇଥିରେ ସମ୍ପୃକ୍ତ ଥିବା ଅଧିକାରୀ ବ୍ୟକ୍ତିମାନେ। ସେ ଗୋଟେ ସିଣ୍ଡିକେଟ୍ ବା ଗ୍ୟାଙ୍ଗ। ସରକାର ଦେଖିଲେ ଯେ କେମିତି ୟାକୁ ବନ୍ଦ କରାଯିବ, ସେ 2ଟା ପଦକ୍ଷେପ ନେଲେ। ଗୋଟେ ନେଲେ NTA, ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି କଲେ, ସିଏ ବି ଫେଲ୍ ମାରିଗଲା। ତାପରେ ଦ୍ୱିତୀୟ ପଦକ୍ଷେପ କ'ଣ ନେଲେ? ଗୋଟେ ଆଇନ ଆଣିଲେ ଯେ ପ୍ରିଭେନ୍ସନ୍ ଅଫ୍ ଅନଫେୟାର ମିନ୍ସ ଇନ୍ ଏକ୍ଜାମିନେସନ୍ ଆକ୍ଟ 2024। ସେଥିରେ ସେ ରଖିଲେ ଯେ ଯିଏ ଅନଫେୟାର ମିନ୍ସ କରିବ ତାକୁ ଦଣ୍ଡ ଦେବେ, 10 ବର୍ଷ ଜେଲ୍ ବା କୋଟିଏ ଟଙ୍କା ପର୍ଯ୍ୟନ୍ତ ଫାଇନ୍। କିନ୍ତୁ କେହି ଜଣେ ହେଲେ ଏପର୍ଯ୍ୟନ୍ତ ଟଙ୍କାଟିଏ ଦେଇନାହାନ୍ତି କି ଗୋଟେ ମିନିଟ୍ ପାଇଁ ଜେଲ୍ ଯାଇନାହାନ୍ତି। ତାପରେ ସରକାରଙ୍କ ତରଫରୁ ଆସିଲା ଗୋଟେ ଘୋଷଣା,
ଆରେ 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 ନା ଏମିତି କଲେ ହବନି, ଏଥର ଏୟାରଫୋର୍ସରେ ପ୍ରଶ୍ନପତ୍ର ନେଇକି ଯିବେ, ଆଉ ତେଣୁ ଲିକ୍ ହବନି। କିନ୍ତୁ ଲିକ୍ଟା କ'ଣ ବାଟରେ ହେଉଥିଲା ଟ୍ରାନ୍ସପୋର୍ଟ ସମୟରେ? ନା। ତେଣୁ ଏବେ ଆପଣ କୁହନ୍ତୁ ଯେ କୋଶ୍ଚିନ୍ ପେପର ଲିକ୍ର ସଲ୍ୟୁସନ୍ ବା ସମାଧାନ କାହା ପାଖରେ ଅଛି? ଏୟାରଫୋର୍ସ ପାଖରେ ନା ମଣିଷର ଚରିତ୍ରରେ, ନା ସରକାରୀ ବ୍ୟବସ୍ଥାରେ, ନା ଯିଏ ଏକ୍ଜାମିନେସନ୍ କଣ୍ଡକ୍ଟ କରୁଛି ଯେଉଁ ସଂସ୍ଥା NTA ର ପ୍ରସ୍ତୁତିରେ? ଆପଣଙ୍କର ମତାମତ ଅପେକ୍ଷାରେ। ଧନ୍ୟବାଦ, ନମସ୍କାର।